ଶ୍ରୋତାବନ୍ଧୁ ଜୀବନର ପ୍ରତିଟି ଅବସ୍ଥାରେ ଥାଏ ଅନେକ ଅମୀମାଂସିତ ଅଧ୍ୟାୟ। ଯାହା ଦିଶେ ସେ ସବୁ କେବଳ ଯାହା ଆମକୁ ଦେଖେଇବାକୁ ଥାଏ। ଯାହା ଦିଶେ ନାହିଁ ପ୍ରକୃତରେ ତାହା ହିଁ ସତ ଥାଏ ଏବଂ ଅବୁଝା ପୃଷ୍ଠାକୁ ଆମେ ସେମିତି ଶେଷ ଯାଏ ଓଲଟଉଥାଏ, ଆଡ଼ଉଥାଏ। ଜୀବନର ଶେଷ ପୃଷ୍ଠାରେ ପହଞ୍ଚିଲା ବେଳକୁ ମଧ୍ୟ ଅବଶିଷ୍ଟ ଆହୁରି ଅନେକ କଥା ଅବୁଝା ଥାଏ। ସାରା ଜୀବନର ଗ୍ରନ୍ଥି ଉନ୍ମୋଚନ କଲେ କେବଳ ଏକ ଅବୁଝା ଭଙ୍ଗା ମଣିଷଟି ଦିଶୁଥାଏ। ଶ୍ରୋତାବନ୍ଧୁ, ଆଜି ଆପଣମାନଙ୍କ ଉଦ୍ଦେଶ୍ୟରେ ମୋର ଏକ କବିତା, ଯାହାର ଶୀର୍ଷକ ହେଉଛି ଭଙ୍ଗା ମଣିଷ। କବିତାର ଶୀର୍ଷକ ଆଉଥରେ ଭଙ୍ଗା ମଣିଷ। ଗଣ୍ଠିର ଅଧାରୁ ଭାଙ୍ଗି ଯାଇଥିବା ଗଛ ପରି ମନ ଭଙ୍ଗା ମଣିଷଟେ ହୁଏତ ରଙ୍ଗହୀନ ଲହୁ ଲୁହରେ ଲଥପଥ ଥିବ। ଗଣ୍ଠିର ଅଧାରୁ ଭାଙ୍ଗି ଯାଇଥିବା ଗଛ ପରି ମନ ଭଙ୍ଗା ମଣିଷଟେ ହୁଏତ ରଙ୍ଗହୀନ ଲହୁ ଲୁହରେ ଲଥପଥ ଥିବ। ଗଛର ନଶା ଭଳି ତା ଲୁହ ଆଉ ଲହୁ ନୀରବରେ ଅଦୃଶ୍ୟରେ ଥପ୍ ଥପ୍ ଝରୁଥିବ। ଗଛର ନଶା ପରି ତା ଲୁହ ଆଉ ଲହୁ ନୀରବରେ ଅଦୃଶ୍ୟରେ ଥପ୍ ଥପ୍ ଝରୁଥିବ। ଗଣ୍ଠିର ଅଧାରୁ ଭାଙ୍ଗି ଯାଇଥିବା ଗଛ ପରି ମନଭଙ୍ଗା ମଣିଷଟେ ହୁଏତ ରଙ୍ଗହୀନ ଲହୁ ଲୁହରେ ଲଥପଥ ଥିବ। ଗଛର ନଶା ଭଳି ତା ଲୁହ ଆଉ ଲହୁ ନୀରବରେ ଅଦୃଶ୍ୟରେ ଥପ୍ ଥପ୍ ଝରୁଥିବ। ଝରୁଥିବ ସେ ଯାଏ, ଝରୁଥିବ ସେ ଯାଏ ଯେବେ ସେ ଶାନ୍ତ ନ ହୋଇଛି। ଝରୁଥିବ ସେ ଯାଏ ଯେବେ ସେ ଶାନ୍ତ ନ ହୋଇଛି, ସେ ଥକି ନ ଯାଇଛି। ଉଷୁମ ସନ୍ତାପ ଭିତରେ ଯେ ଯାଏ ସେ ଭୁଲି ନ ଯାଇଛି ରୁଗୁରୁଗୁ ହେଉଥିବା କ୍ଷତକୁ। ଉଷୁମ ସନ୍ତାପ ଯାଏ ଉଷୁମ ସନ୍ତାପ ଭିତରେ ଯେ ଯାଏ ସେ ଭୁଲି ନ ଯାଇଛି ରୁଗୁରୁଗୁ ହେଉଥିବା କ୍ଷତକୁ। କିଛି ଗଛ ଆଣ୍ଟ ବାନ୍ଧି କଅଁଳିବେ, ଠିକ୍ ସେଇ ଭଙ୍ଗା ଥିବା ଅଂଶରୁ ପୁଣି ଚାରିଆଡ଼କୁ କେନା ମେଲେଇ ବିଛାଡ଼ି ହୋଇଯିବେ ପତ୍ରରେ ଫୁଲରେ। କିଛି ଗଛ ଆଣ୍ଟ ବାନ୍ଧି କଅଁଳିବେ, ଠିକ୍ ସେଇ ଭଙ୍ଗା ଥିବା ଅଂଶରୁ ପୁଣି ଚାରିଆଡ଼କୁ କେନା ମେଲେଇ ବିଛାଡ଼ି ହୋଇଯିବେ ପତ୍ରରେ ଫୁଲରେ। ଭୁଲିଯିବେ କେବେ ଭାଙ୍ଗିଥିଲେ କି କେହି ଭାଙ୍ଗିଥିଲା ବୋଲି। ଭୁଲିଯିବେ କେବେ ଭାଙ୍ଗିଥିଲେ କି କେହି ଭାଙ୍ଗିଥିଲା ବୋଲି। ହେଲେ ମଣିଷ କ'ଣ ପୁଣି ସଳଖି ବସେ କି? ଯଦି ବା ବସେ, ସେ କ'ଣ ଭୁଲେ କି କିଏ ତାକୁ ଭାଙ୍ଗିଥିଲା ବୋଲି? ଅବା ସମୟ ଧକ୍କାରେ କେବେ ତା ମନ ଆତ୍ମା ଚୁରମାର ହୋଇଥିଲା ବୋଲି? ଗଣ୍ଠିରୁ ଲଟକି ପଡ଼ିଥିବା ଗଛକୁ ଢେରା ଦେଇ ସଳଖେଇବାକୁ ଚାହିଁବା ପରି, ଗଣ୍ଠିରୁ ଲଟକିଥିବା ଗଛକୁ ଢେରା ଦେଇ ସଳଖେଇବା ପରି, ଭଙ୍ଗା ମଣିଷକୁ ଥରେ କରୁଣାରେ ଚାହିଁଦେଲେ ସେ ହୁଏତ ତମଠି ଆଉଜି ଯାଇ ଛାତି ବାଡ଼େଇ କାନ୍ଦିବ। ସେଇଥିରୁ ସେ କେତେ ଭାଙ୍ଗି ପଡ଼ିଛି ତମେ କଳନା କରିବ। ମଣିଷ କ'ଣ ପୁଣି ସଳଖି ବସେ କି? ଯଦି ବା ବସେ, ସେ କ'ଣ ଭୁଲେ କି କିଏ ତାକୁ ଭାଙ୍ଗିଥିଲା ବୋଲି? ଅବା ସମୟ ଧକ୍କାରେ କେବେ ତା ମନ ଆତ୍ମା ଚୁରମାର ହୋଇଥିଲା ବୋଲି? ଗଣ୍ଠିରୁ ଲଟକି ପଡ଼ିଥିବା ଗଛକୁ ଢେରା ଦେଇ ସଳଖେଇବାକୁ ଚାହିଁବା ପରି, ଭଙ୍ଗା ମଣିଷକୁ ଥରେ କରୁଣାରେ ଚାହିଁଦେଲେ ସେ ହୁଏତ ତମଠି ଆଉଜି ଯାଇ
ଛାତି ବାଡ଼େଇ କାନ୍ଦିବ, ସେଇଥିରୁ ସେ କେତେ ଭାଙ୍ଗିଛି ତମେ କଳନା କରିବ। ଶୁଣ ଶୁଣ, ଯେଉଁ ଗଛ ଓ ମଣିଷ ଭାଙ୍ଗିଯାଇ ପୁଣି ଉଠନ୍ତି, ସେମାନେ ଆଜୀବନ ଆଗକୁ ସଳଖି ବଢ଼ନ୍ତି। ଯେଉଁ ଗଛ ଓ ମଣିଷ ଭାଙ୍ଗିଯାଇ ପୁଣି ଉଠନ୍ତି, ସେମାନେ ଆଜୀବନ ଆଗକୁ ସଳଖି ବଢ଼ନ୍ତି। ପୁଣି ଏକ ଧକ୍କା ଓ ଆଘାତର ଅପେକ୍ଷାରେ, ପୁଣି ଏକ ଧକ୍କା ଓ ଆଘାତର ଅପେକ୍ଷାରେ ନିଜ ଯଥାସମ୍ଭବ ପାରିଲାପଣକୁ ଆବୋରି ଏକଲା ଯୁଝୁଥାନ୍ତି। ମନ ଓ ଆତ୍ମାକୁ ଶାଣ ଦେଇ ଜୀବନ ଯୁଦ୍ଧକୁ ବାରମ୍ବାର ଭେଟୁଥାନ୍ତି। ମନ ଓ ଆତ୍ମାକୁ ଶାଣ ଦେଇ ଜୀବନ ଯୁଦ୍ଧକୁ ବାରମ୍ବାର ଭେଟୁଥାନ୍ତି। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ଏକ କବିତା ଯାହାର ଶୀର୍ଷକ ଥିଲା ଭଙ୍ଗା ମଣିଷ। ଏହି କବିତା ଭିତରେ ଆପଣମାନେ ସମସ୍ତେ ନିଜକୁ ଖୋଜି ପାଇବେ, କାରଣ ପ୍ରତି ମୁହୂର୍ତ୍ତରେ ମଣିଷ କୌଣସି ନା କୌଣସି କାରଣ ଯୋଗୁଁ ଭାଙ୍ଗି ପଡ଼େ, ହୁଏତ ସେ କାହାକୁ ଦେଖାଏ ନାହିଁ। ଆଜିର କବିତା ଆପଣମାନଙ୍କୁ କେମିତି ଲାଗିଲା, ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।